ଚାଲନ୍ତୁ ଆମେ ଆଜି ଜାଣିବା ତିନି ଲୋକରେ ପୂଜା ପାଉଥିବା ଶ୍ରୀ ଗଣେଶଙ୍କର ଏକ କାହାଣୀ। ଧନ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କୁବେରଙ୍କ କଥା। କୁବେର ଅହଙ୍କାରପୂର୍ଣ୍ଣ ଥିଲେ। ଅହଙ୍କାରରେ ଥରେ ସେ ଯାଇ ମହାଦେବଙ୍କୁ ମା ପାର୍ବତୀଙ୍କୁ ନିମନ୍ତ୍ରଣ କଲେ ତାଙ୍କ ଘରକୁ ଭୋଜନ କରିବା ପାଇଁ। ଦେବଦେବ ମହାଦେବ ବୁଝାଇଲେ କି ଦେଖନ୍ତୁ, ଆମେ ଦୁଇଜଣ ଆପଣଙ୍କର ନିମନ୍ତ୍ରଣ ରକ୍ଷା କରିପାରିବୁ ନାହିଁ, କିନ୍ତୁ ମୋର ପୁତ୍ର ଶ୍ରୀ ଗଣେଶ ନିଶ୍ଚୟ ନିମନ୍ତ୍ରଣ ରକ୍ଷା କରି ଆପଣଙ୍କ ଘରକୁ ଭୋଜନ କରିବା ପାଇଁ ଯିବେ। କିନ୍ତୁ ମୋର ପୁତ୍ର ଟିକେ ଅଧିକା ଖାଆନ୍ତି, ଆଉ ଆପଣ ତା'ର ଖାଦ୍ୟର ବ୍ୟବସ୍ଥା ନିଶ୍ଚୟ କରିବେ। କୁବେର ତ ଅହଙ୍କାରରେ ପୂର୍ଣ୍ଣ ଥିଲେ। ସେ ଦେବଦେବ ମହାଦେବଙ୍କୁ କହିଲେ, ଦେଖନ୍ତୁ ମୋ ଘରେ କିଛି ବି ଅଭାବ ନାହିଁ। ଶ୍ରୀ ଗଣେଶ କେତେ ଖାଇବେ, ଯାହା ଖାଇବେ ମୁଁ ସବୁର ବ୍ୟବସ୍ଥା କରିଦେବି। ଏହିପରି ନିମନ୍ତ୍ରଣ ରକ୍ଷା କରି ଶ୍ରୀ ଗଣେଶ ଯାଇ କୁବେରଙ୍କ ଘରେ ପହଞ୍ଚିଗଲେ। ଯାହା କିଛି ରୋଷେଇ ହେଇଥିଲା ଶ୍ରୀ ଗଣେଶ ଖାଇବା ଆରମ୍ଭ କରି ତାକୁ କିଛି ସମୟ ମଧ୍ୟରେ ଶେଷ କରିଦେଲେ। ରୋଷଶାଳାରେ ଆଉ କିଛି ଖାଦ୍ୟ ନଥିଲା। କୁବେରଙ୍କର ଘରେ ହାହାକାର ପଡ଼ିଲା। ରୋଷେଇ କରୁଥିବା କାରିଗରମାନେ ପୁଣି ଥରେ ରୋଷେଇ କରି ସବୁ ପରସିବାକୁ ଲାଗିଲେ। ଯେତେଥର ରୋଷେଇ କରୁଥାନ୍ତି ଶ୍ରୀ ଗଣେଶ ସବୁକିଛି ଭୋଜନକୁ ଖାଦ୍ୟ ଶେଷ କରି ଦେଉଥାନ୍ତି। ଯେତେ ରୋଷେଇ କରୁଥାନ୍ତି ଶ୍ରୀ ଗଣେଶ ସେସବୁକୁ ଶେଷ କରି ଦେଉଥାନ୍ତି। କୁବେର ନିରୁପାୟ ହୋଇଗଲେ। ଆଶ୍ଚର୍ଯ୍ୟ ହୋଇ ଡରି ଡରି ଦୌଡ଼ିବାକୁ ଲାଗିଲେ ପ୍ରଭୁ ମହାଦେବଙ୍କ ପାଖକୁ। ମହାଦେବଙ୍କ ପାଖରେ ଯାଇ ହାତ ଯୋଡ଼ି କହିଲେ, ପ୍ରଭୁ ମୋତେ କ୍ଷମା କରନ୍ତୁ। ଶ୍ରୀ ଗଣେଶଙ୍କୁ ମୁଁ ଯେତେ ବି ଖାଇବାକୁ ଦେଲେ ବି ସେ ଶାନ୍ତ ହେଉନାହାନ୍ତି। ତାଙ୍କର ପେଟ ପୁରୁନାହିଁ। କୁହନ୍ତୁ ମୁଁ ତାଙ୍କୁ କିପରି ଶାନ୍ତ କରିପାରିବି, ମୁଁ ତାଙ୍କୁ କିପରି ଖୁସି କରିପାରିବି। ଦେବଦେବ ମହାଦେବ ସେଠି କହିଲେ, ଦେଖନ୍ତୁ ଆପଣ ଅହଙ୍କାରରେ ନିମନ୍ତ୍ରଣ କରିଥିଲେ। ଆପଣଙ୍କ ମନରେ ଯେଉଁ ସବୁକିଛି ଅହଙ୍କାର ରହିଛି ଯେ ମୋ ପାଖରେ ସବୁକିଛି ଅଛି ବୋଲି, ସେଥିପାଇଁ ଶ୍ରୀ ଗଣେଶ ଏପରି ଆପଣଙ୍କର ଅହଙ୍କାର ଭଙ୍ଗ କରିବା ପାଇଁକି ଖାଦ୍ୟ ଶେଷ କରି ଦେଉଛନ୍ତି। ଆପଣ ଏବେଠାରୁ ଯାଆନ୍ତୁ, ହାତ ଯୋଡ଼ି ଥାଳିରେ ମୁଠାଏ ଚାଉଳ ପରସି ଦିଅନ୍ତୁ, ଆଉ କ୍ଷମା ମାଗନ୍ତୁ। କୁବେର ଠିକ୍ ସେଇଆ ହିଁ କଲେ। କୁବେର ଭଗବାନଙ୍କ ପାଖରୁ ଆସି ଥାଳିରେ ମୁଠାଏ ଚାଉଳ ପ୍ରଭୁ ଶ୍ରୀ ଗଣେଶଙ୍କୁ ପରସି ଦେଇଥିଲେ। କୁବେର ଯେତେବେଳେ ଥାଳିରେ ମୁଠାଏ ଚାଉଳ ଦେଇ କ୍ଷମା ମାଗି ପ୍ରଭୁ ଶ୍ରୀ ଗଣେଶଙ୍କୁ ପରସି ଦେଇଥିଲେ, ସେଇଠି ପ୍ରଭୁ ଶ୍ରୀ ଗଣେଶଙ୍କର ଭୋକ ମେଣ୍ଟି ଯାଇଥିଲା।